ही आपका सामर्थ्य हाथ देता है। अपने सामर्थ्य हाथ को बढ़ाकर आप मंत्री जी को छुए, इन्हें जल्द अज जल्द चंगाई दे और प्रभु जी अपने पैरों पर खड़े हों और आपकी महिमा प्रकट करें और इस बात की गवाही दें कि आप यावे परमेश्वर के रूप में इनके साथ थे, आपके लहू की सामर्थ में इन्हें मसा करते हैं। इस विश्वास से प्रभु जी की आप हमारी प्रार्थना। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ଜାଣିଥିବେ ବିରୋଧୀ ମାନେ କିଭଳି ଭାବରେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଉପରେ ସେମାନେ ଆକ୍ରମଣ କରନ୍ତି ଆଉ ମିଛ ଦୋଷରେ ସେମାନଙ୍କୁ ଜେଲ୍ ଦଣ୍ଡ ଭୋଗ କରାନ୍ତି ଆଉ ସବୁବେଳେ ଟାର୍ଗେଟ୍ ରଖନ୍ତି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ନେଇକି ସେମାନେ ସବୁବେଳେ ଟାର୍ଗେଟ୍ ରଖନ୍ତି। ତେବେ ଏମିତି ପରିସ୍ଥିତିରେ ଆମେ ଦେଖୁଅଛୁ ଜଣେ ପାଳକ ମହାଶୟ ସେ ବିଜେପି ନେତାଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି। ଜଣେ ପାଳକ ବିଜେପି ନେତାଙ୍କ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି। ତେବେ ଏହାଠାରୁ ଆଉ ବଡ଼ ବିଷୟ କ'ଣ ହୋଇପାରେ? ଆଉ ଏଇଟା ହିଁ ସବୁଠାରୁ ମହାନ କାମ ଅଟେ। କାରଣ ପ୍ରଭୁ ଯୀଶୁ ମଧ୍ୟ କହନ୍ତି ଯେ ଲୋକମାନେ ତୁମର ସତ୍କର୍ମ ଦେଖିକି ତୁମର ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ତେବେ ଏଠାରେ ଆମେ ଦେଖୁଅଛୁ ଯେ ଜଣେ ବିଜେପି ନେତାଙ୍କ ନିମନ୍ତେ ପ୍ରାର୍ଥନା ହେଉଛି ଆଉ ପ୍ରାର୍ଥନା କରୁଛନ୍ତି ଜଣେ ପାଳକ। आपका सामर्थ्य हाथ देता है। अपने सामर्थ्य हाथ को बढ़ाकर आप मंत्री जी को छुए, इन्हें जल्द अज जल्द चंगाई दे और प्रभु जी अपने पैरों पर खड़े हों और आपकी महिमा प्रकट करें और इस बात की गवाही दें कि आप यावे परमेश्वर के रूप में इनके साथ थे, आपके लहू की सामर्थ में इन्हें मसा करते हैं। इस विश्वास से प्रभु जी की आप हमारी प्रार्थना सुनते हैं और आपने हमें इनकी चंगाई दी है। जो आपने इन्हें जिम्मेदारी दी है सेवा की, सामाजिक सेवा की, प्रभु उसके लिए आप इन्हें बहुतायत से इस्तेमाल करें ताकि मंत्री जी के द्वारा बहुत से लोग प्रभु जी दुख और तकलीफ और मुसीबत और चिंताओं में आते हैं, इनके पास आकर प्रभु जी वो राहत पाएं और इनके कामों को जब ये करते हैं तो आपकी महिमा इस जमीन पर प्रकट हो। हमारी प्रार्थनाओं को आप सुने, इनके पूरे परिवार के ऊपर, इनकी कैबिनेट, इनके सहयोगियों के ऊपर, सबके ऊपर आपकी दया मांगते हैं और मंत्री जी को आपके सामर्थ्य लहू की सुरक्षा में देते हुए इस विनती को हमारे उद्धारकर्ता प्रभु यीशु मसीह के नाम में होकर मांगते हैं, सुने और ग्रहण करें। आमीन। थैंक यू जी। प्रभु ବିଗତ ଦିନରେ ଆମେ ଦେଖି ଆସୁଅଛୁ ବିଜେପିରେ କାମ କରୁଥିବା କିଛି ନେତାମାନେ ଆଉ ସେମାନେ କିଭଳି ଭାବରେ ଖ୍ରୀଷ୍ଟିଆନ ଉପରକୁ ପାଷ୍ଟରମାନଙ୍କ ଉପରୁ ସେମାନେ କ'ଣ କରିଛନ୍ତି? ଆକ୍ରମଣ କରିଛନ୍ତି, ମିଛ ଦୋଷ ମଧ୍ୟ ଦେଇଛନ୍ତି ଆଉ ମିଛ କେସ୍ରେ ଫସେଇକି ଆଉ ସେମାନେ ଜେଲ୍ ଦଣ୍ଡ ମଧ୍ୟ ଭୋଗ କରାଇଛନ୍ତି। କିନ୍ତୁ ପ୍ରିୟ ବନ୍ଧୁଗଣ, ଆପଣମାନେ ଜାଣନ୍ତି ଯେ ଆମର ଖ୍ରୀଷ୍ଟିଆନ ଲୋକମାନେ ସେମିତି ନୁହନ୍ତି। କାରଣ ବାକ୍ୟ କହେ ତୁମେମାନେ ମନ୍ଦ ବଦଳରେ ତୁମେ ମନ୍ଦ କର ନାହିଁ, ସମସ୍ତଙ୍କର ମଙ୍ଗଳ କର, ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କର, ଶତ୍ରୁକୁ ପ୍ରେମ କର, ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ଆଉ ଶତ୍ରୁକୁ କ୍ଷମା କର। ଏ ସମସ୍ତ ଆଦର୍ଶ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତରେ ଥିଲା ସମୟରେ ନିଜ ଶିଷ୍ୟମାନଙ୍କୁ ଶିଖେଇକି ଯାଇଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଆଦର୍ଶ ଶିଖେଇକି କଲେ ଆଉ ଆଜି ଆମେମାନେ ଦେଖୁଅଛୁ ତା'ର ପ୍ରତିଫଳନ, ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଯେଉଁ ଆଦର୍ଶ ଗୁଡ଼ିକ 2000 ବର୍ଷ ପୂର୍ବରୁ ଯେଉଁଟାକି ବାଇବେଲ ଲେଖା ହେଇଥିଲା, ଏବେ ବି ଆମେମାନେ ଦେଖିବାକୁ ପାରୁଛୁ। ତେବେ ଆମେ ଦେଖିବାକୁ ପାରୁଛୁ ଯେ ତାହା କିଭଳି ଭାବରେ ପ୍ରତିଫଳିତ ହେଉଅଛି। ବାସ୍ତବରେ ମନ୍ଦ ବଦଳରେ ମନ୍ଦ କର ନାହିଁ। ଯଦି ଏଇଟା ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲିଖିତ ହେଇନଥାନ୍ତା ଯେ ତୁମେମାନେ ମନ୍ଦ ବଦଳରେ ମନ୍ଦ କର ନାହିଁ, ତେବେ କ'ଣ ହେଇଥାନ୍ତା ପ୍ରିୟ ବନ୍ଧୁଗଣ? ମନ୍ଦ ବଦଳରେ ମନ୍ଦ କର ନାହିଁ ଯଦି ଲେଖା ହେଇନଥାନ୍ତା, ତେବେ ଆଜି ଏଠାରେ ଏଇ ପାଳକ ବନ୍ଧୁ ଜଣକ ବିଜେପି ନେତାଙ୍କ ନିମନ୍ତେ ପ୍ରାର୍ଥନା କରିନଥାନ୍ତେ। ଆମମାନଙ୍କ ଜୀବନରେ ଅନେକ ଉଦାହରଣ ରହିଅଛି। ଆମେମାନେ ଦେଖୁଛୁ, ଜାଣୁଛୁ ଯେ କିଭଳି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ସମଗ୍ର ଦେଶ ନିମନ୍ତେ ପ୍ରାର୍ଥନା କରନ୍ତି, RSS ଦଳ ନିମନ୍ତେ ପ୍ରାର୍ଥନା କରନ୍ତି, ସେମାନଙ୍କର ମଙ୍ଗଳ ନିମନ୍ତେ
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ସେମାନେ କାମନା କରନ୍ତି, ସେମାନେ ମାଗନ୍ତି, ବଜରଙ୍ଗ ଦଳ ନିମନ୍ତେ ପ୍ରାର୍ଥନା କରନ୍ତି, ସେମାନଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା କରନ୍ତି। ଏମିତି କିଛି ବ୍ୟକ୍ତିଙ୍କୁ ଆମେ ଦେଖିବାକୁ ପାଉ। ତେବେ ସେମାନେ ଏମିତି କେମିତି କରିପାରୁଛନ୍ତି? ଧରାଯାଉ ଜଣେ ଅନ୍ୟ ଜଣଙ୍କର ଅମଙ୍ଗଳ କଲା, ତେବେ ସେଇ ବ୍ୟକ୍ତି ଜଣକ ଏଇ ବ୍ୟକ୍ତିର ମଙ୍ଗଳ କେମିତି କରିବ? ସବୁଠାରୁ କଠିନ ବିଷୟ ଅଟେ। କିନ୍ତୁ ପ୍ରିୟ ବନ୍ଧୁଗଣ, ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଏ ସମସ୍ତ ବିଷୟ ଶିକ୍ଷା ଦିଏ। ତୁମେମାନେ ମନ୍ଦ ବଦଳରେ ମନ୍ଦ କର ନାହିଁ, ସମସ୍ତଙ୍କର ମଙ୍ଗଳ କର, ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କର। ଆଉ ସେଥି ନିମନ୍ତେ ଏଇଠାରେ ପାଳକ ବନ୍ଧୁ ଜଣକ ଜଣେ ବିଜେପି ନେତାଙ୍କ ନିମନ୍ତେ କ'ଣ କରୁଛନ୍ତି? ସେ ପ୍ରାର୍ଥନା କରୁଅଛନ୍ତି। ସତରେ ଏହା କ'ଣ ଚମତ୍କାର ନୁହେଁ କି? ଆଉ ଏଇଟା କୌଣସି ବଡ଼ ଚମତ୍କାର ଠାରୁ କମ୍ ନୁହେଁ। ଆଜିକାଲି ଆପଣ ଦେଖିଥିବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାଁରେ ହେଉଛି ଚମତ୍କାର। ତେବେ ପ୍ରିୟ ବନ୍ଧୁଗଣ, ଇଏ ମଧ୍ୟ ହେଉଛି ଗୋଟେ ଚମତ୍କାର, ଯେତେବେଳେ ଜଣେ ଅନ୍ୟ ଜଣକୁ ନିଜର ଶତ୍ରୁ ବୋଲି ଭାବେ ଏବଂ ଯେଉଁ ବ୍ୟକ୍ତିକୁ ସେ ନିଜର ଶତ୍ରୁ ବୋଲି ଭାବେ, ସେଇ ବ୍ୟକ୍ତି ଯେତେବେଳେ ଏଇ ବ୍ୟକ୍ତିକୁ ନିଜର ମିତ୍ର ବୋଲି ଭାବେ, ନିଜର ବନ୍ଧୁ ଭଳି ବ୍ୟବହାର କରେ, ଯେତେବେଳେ ହୃଦୟ ସହିତ କ୍ଷମା ଦେଇଦିଏ, ଆଉ ସେହି ସମୟରେ ଆମେ ଦେଖିବାକୁ ପାଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରତିଛବି ଆଉ ତାଙ୍କର ପ୍ରତିମୂର୍ତ୍ତିକୁ ଆମେ ଦେଖିବାକୁ ପାଉ। ତେବେ ପ୍ରତିମୂର୍ତ୍ତି ମାନେ କ'ଣ? ପ୍ରଭୁ ଯୀଶୁଖ୍ରୀଷ୍ଟ ଯେମିତି ତାଙ୍କର ଗୁଣ, ଚରିତ୍ର, ସ୍ୱଭାବ ଯେମିତି ଥିଲା, ଆମମାନଙ୍କର ମଧ୍ୟ ସେମିତି ହେବା ଦରକାର। ୟାକୁ କୁହାଯାଏ ପରମେଶ୍ୱରଙ୍କର ପ୍ରତିମୂର୍ତ୍ତି ବୋଲି କୁହାଯାଏ। ଆଜିର ଯୁଗରେ ଗୋଟେ ଘଟଣା ମୁଁ କହିକି ଶେଷ କରିବି। ଆପଣମାନେ ବି ଜାଣନ୍ତି, ଗ୍ରାହାମ ଷ୍ଟେନ୍, ଆଉ ଯିଏକି କେନ୍ଦୁଝର ଜିଲ୍ଲାର ମନୋହରପୁର ଗ୍ରାମରେ ରହିକି ସେବା କାର୍ଯ୍ୟ କରୁଥିଲେ। ଯେତେବେଳେ ବିରୋଧୀମାନେ, ବଜରଙ୍ଗ ଦଳର ଲୋକମାନେ ଯେତେବେଳେ ତାଙ୍କ ଗାଡ଼ିକୁ ଜଳେଇ ଦେଲେ, ତାଙ୍କୁ ଜିଅନ୍ତା ଜଳେଇ ଦେଲେ, ତାଙ୍କ ସହିତ ତାଙ୍କର 2 ପୁତ୍ରଙ୍କୁ ମଧ୍ୟ ଜିଅନ୍ତା ଜଳେଇ ଦେଲେ। ଆଉ ଯେତେବେଳେ ଦାରା ସିଂଙ୍କୁ ଆରେଷ୍ଟ କରାଗଲା, ଦାରା ସିଂଙ୍କ ସହିତ ଆହୁରି କିଛି ଅଭିଯୁକ୍ତଙ୍କୁ ଆରେଷ୍ଟ କରାଗଲା, ଗିରଫ କରାଗଲା, ସେତେବେଳେ ଯେତେବେଳେ ପ୍ରଶ୍ନ ପଚରା ହେଉଛି ଗ୍ରାହାମ ଷ୍ଟେନ୍ ତାଙ୍କର ସ୍ତ୍ରୀଙ୍କୁ, ତୁମର ସ୍ୱାମୀଙ୍କୁ ଯେଉଁମାନେ ହତ୍ୟା କଲେ, ତୁମର ସ୍ୱାମୀଙ୍କୁ ଯେଉଁମାନେ ହତ୍ୟା କଲେ, ଆମେ ସେମାନଙ୍କୁ କି ଦଣ୍ଡ ଦେବା? ସେତେବେଳେ ଗ୍ରାହାମ ଷ୍ଟେନ୍ଙ୍କର ପତ୍ନୀ ଆଉ ସେ କହୁଛନ୍ତି ଯେ ଯେଉଁମାନେ ମୋ ସ୍ୱାମୀକୁ ହତ୍ୟା କଲେ, ମୁଁ ସେମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ସେମାନଙ୍କୁ କ୍ଷମା କରୁଅଛି। ତେବେ ଇଏ ହେଉଛି ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି। ମାନେ ଏଇଟା ଆମେ ଦେଖିବାକୁ ପାଉ ପରମେଶ୍ୱରଙ୍କର ସ୍ୱଭାବ କିଭଳି ପ୍ରତିଫଳିତ ହେଉଅଛି। ଆଉ ସେମ୍ ଘଟଣା ଆମେ ଏ ଭିଡ଼ିଓ କ୍ଲିପ୍ରେ ମଧ୍ୟ ଆମେ ଦେଖିଲୁ ଯେ ଜଣେ ପାଳକ ବନ୍ଧୁ, ସେ ଜଣେ ବିଜେପି ନେତାଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି, ତାଙ୍କର ମଙ୍ଗଳ କାମନା କରୁଅଛନ୍ତି। ସମସ୍ତଙ୍କୁ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।